ଆମର ଯେଉଁ ତିନୋଟି ପ୍ରମୁଖ ମତବାଦ ରହିଛି, ବୈଷ୍ଣବ ମତବାଦ ରହିଛି, ଶୈବ ମତବାଦ ରହିଛି, ଶାକ୍ତ ମତବାଦ ରହିଛି। ଜଗନ୍ନାଥ ହେଉଛନ୍ତି ଏ ସବୁର ସମନ୍ୱୟର ଠାକୁର ସିଏ, ସମଗ୍ର ବିଶ୍ୱର ଠାକୁର ସିଏ ଏବଂ ସବୁକୁ ଏକାଠି କରି ସମସ୍ତଙ୍କୁ ଏକ ପ୍ରାଣ ଏକ ମନ କରି ସମସ୍ତଙ୍କର ମନର କଥା ବୁଝିବାର ଠାକୁର ସିଏ, ସମନ୍ୱୟର ଠାକୁର। ତେଣୁ ବୈଷ୍ଣବ, ଶୈବ, ଶାକ୍ତ ଇଏ ତିନି ଯେଉଁ ମତବାଦରେ ରହିଲେ, ତିନୋଟି ଧର୍ମାବଲମ୍ବୀ ରହିଲେ, ଏ ସମସ୍ତଙ୍କର ସମନ୍ୱୟର ଠାକୁର ହେଉଛନ୍ତି ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା, ଯିଏକି ବଡ଼ ଦେଉଳରେ ରତ୍ନ ବେଦୀରେ ବିଜେ କରିଛନ୍ତି। କିନ୍ତୁ ରଥଯାତ୍ରା ବେଳେ ଆମେ କହୁ ଯେ ଚତୁର୍ଦ୍ଧାମୂର୍ତ୍ତି। ତ ଆଉ ଜଣେ କିଏ ସିଏ ହେଉଛନ୍ତି ସୁଦର୍ଶନ।